ଯୁଦ୍ଧର ଦାୟିତ୍ୱ ନେଉଥିଲେ ଏବଂ ଗତକାଲି ଜଣେ ଭାଜପାର ଜଣେ ମନ୍ତ୍ରୀ ତାଙ୍କୁ ସମାଲୋଚନା କରୁଛନ୍ତି, ଆତଙ୍କବାଦୀର ଆଖ୍ୟା ଦେଇଛନ୍ତି। ଏହାକୁ ଆପଣ କିଭଳି ଭାବେ ଦେଖୁଛନ୍ତି? ଏଗୁଡାକ ବିଜେପିର କର୍ମୀ ମାନେ ପାଗଲ ହେଇଗଲେ, ଯାହାକୁ ମାନେ ତାକୁ କହୁଛନ୍ତି। ନିଷ୍ଠାପର ଆର୍ମି ଅଫିସର ସେ, ତାକୁ ତମେ କହିବ ଆତଙ୍କବାଦୀ? ଏଗୁଡା ଅତି ଅଲାଜୁକ କଥା। ସେ ଲିଡରଙ୍କୁ ପନିଶମେଣ୍ଟ ଦବା ଦରକାର। ନାଇଁ, ସେ ଯୋଉ ତାଙ୍କୁ କ୍ରିଟିସାଇଜ କରିଛନ୍ତି ତାଙ୍କୁ ଦେଶଦ୍ରୋହ ଲାଗୁ ହବା ଦରକାର। ଜଣେ ଅନେଷ୍ଟ ଆର୍ମି ଅଫିସରଙ୍କୁ ଏଭଳିଆ ବ୍ୟବହାର କରିବା ଏବଂ କଳଙ୍କିତ ଭାଷାରେ କହିବା ଅତି ନିନ୍ଦନୀୟ। ନା, ସେ ଭଦ୍ର ମହିଳାଙ୍କୁ ସମ୍ମାନ ଦେବି, ଦେଖିଲେ ଉଚ୍ଚ କୋଟିର ସମ୍ମାନ ଦବୁ ଆମେ। ସେ ଭାରତ ମାଟି ପାଇଁ ଯେତିକି ଦକ୍ଷତାର ପରିଚୟ ଦେଇଛନ୍ତି, ସାହସର ପରିଚୟ ଦେଇଛନ୍ତି, ତାଙ୍କୁ ଧନ୍ୟବାଦ।